ପୁନେରେ ଦାଦନ ଶ୍ରମିକଙ୍କ ମୃତଦେହ 5 ଦିନ ପରେ ଗାଁରେ ପହଞ୍ଚିଲା। ମୋହନା ବ୍ଲକ ଶାନ୍ତିନଗର ଗାଁର କୁନିବୀର ଗଲା 6 ମାସ ତଳେ ଦାଦନ ଖଟିବାକୁ ମହାରାଷ୍ଟ୍ର ରାଜ୍ୟର ପୁନେ ସହରକୁ ଯାଇଥିଲେ। ଘରେ ଅଭାବ ଅନଟନ ଲାଗି ରହିଥିବା ବେଳେ ସ୍ୱାମୀ ରେମି କବିର ଭିନ୍ନକ୍ଷମ ଅବସ୍ଥାରେ ରହିଛନ୍ତି। ସ୍ତ୍ରୀ କୁନି ବାହାର ରାଜ୍ୟକୁ ଯାଇ 2 ପଇସା ପଠାଇଲେ ସ୍ୱାମୀ ସହ 2 ପୁଅ ଝିଅ ବଞ୍ଚିଥିଲେ। ହେଲେ ଚଳିତ ମାସ 9 ତାରିଖରେ ପୁନେରେ ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କୁନିଙ୍କ ମୃତ୍ୟୁ ହୋଇଯାଇଥିଲା। ଯାହାଫଳରେ ସ୍ୱାମୀ ରେମିସ୍ ପୁନେ ଯାଇ ସ୍ତ୍ରୀ କୁନିଙ୍କ ମରଶରୀରକୁ ଆଜି ଦିନ 10ଟା ସମୟରେ ଗାଁକୁ ଆଣିଥିଲେ। ଯାହାଫଳରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଏବେ ଚିନ୍ତାରେ ରହିଛନ୍ତି ସ୍ୱାମୀ ଓ 2 ଛୁଆ। ଯଦି ସରକାର କିଛି ସାହାଯ୍ୟର ହାତ ବଢ଼ାଇବେ ତାହେଲେ ପରିବାର ଲୋକେ ଉପକୃତ ହୋଇପାରିବେ ବୋଲି ଆଶା ରଖିଛନ୍ତି।